Audio Jungle. Audio Jungle. ବିଜେ ହେଲା ଆଜ୍ଞାମାଳ ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କ ରଥ। ରବିବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଶନିବାର ପଟଦିଅଙ୍କ ପାଖରୁ ଆଜ୍ଞାମାଳ ରଥଖଳାରେ ପ୍ରସ୍ତୁତ ତିନି ରଥରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ରଥ ଜଣଙ୍କ ପରେ ଜଣେ ସିଂହଦ୍ୱାର ଅଭିମୁଖେ ଗଡ଼ିବେ। ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ସିଂହଦ୍ୱାରରେ ନିଜ ସ୍ଥାନ ଗ୍ରହଣ କରିବା ପରେ ମା ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଶ୍ରୀମନ୍ଦିର ସମ୍ମୁଖରେ ଛିଡ଼ା ହୋଇଛନ୍ତି। ଆସନ୍ତାକାଲି ଭାଇ ଭଉଣୀଙ୍କ ସହିତ ରଥାରୂଢ଼ ହେବେ କାଳିଆ ସାଆନ୍ତେ। କୋଟି କୋଟି ଭକ୍ତଙ୍କୁ ବଡ଼ଦାଣ୍ଡରେ ଦେବେ ଦର୍ଶନ। ଆସନ୍ତାକାଲି ଅର୍ଥାତ୍ ରବିବାର ମହାପ୍ରଭୁ ବିଜେ ହେଲା ପରେ ସିଂହଦ୍ୱାରରୁ ଟଣାଯିବ ରଥ। ପ୍ରଥମେ ନନ୍ଦିଘୋଷ, ତାପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ଟଣାଯିବ। ଅନେକ ବର୍ଷ ପରେ ଏଥର ବିରଳ ରଥଯାତ୍ରା ପାଳନ ହେବାକୁ ଯାଉଛି। 53 ବର୍ଷ ପରେ ପୁଣି ଏକ ଆହ୍ୱାନପୂର୍ଣ୍ଣ ରଥଯାତ୍ରା। ଏଥିପାଇଁ 1971 ମସିହା ଅନୁଯାୟୀ ଏଥର ମଧ୍ୟ ସେହି ସମାନ ନୀତିକାନ୍ତିରେ ଗଡ଼ିବ ଶ୍ରୀମହାପ୍ରଭୁଙ୍କ ରଥ। ଏଥିପାଇଁ ଗୋଟିଏ ଦିନରେ ନବଯୌବନ, ନେତ୍ର ଉତ୍ସବ ଓ ଘୋଷଯାତ୍ରା ପଡ଼ୁଥିବାରୁ 2 ଦିନ ଧରି ବଡ଼ଦାଣ୍ଡରେ ଗଡ଼ିବ ମହାପ୍ରଭୁଙ୍କ ରଥ। ସେଥିପାଇଁ ରବିବାର ସହଳ ଆରମ୍ଭ ହେବ ନୀତିକାନ୍ତି। ସକାଳୁ ସକାଳୁ ନବଯୌବନ ବେଶ ଓ ନେତ୍ରୋତ୍ସବ କରାଯିବ। ଏଣୁ ଏଥର ସମୟ କମ୍ ଥିବାରୁ ଭକ୍ତଙ୍କର ନବଯୌବନ ବେଶ ଦର୍ଶନରୁ ବଞ୍ଚିତ ରହିବେ। ସେପଟେ କିନ୍ତୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେଲାବେଳେ ଦିନ ପ୍ରାୟ 1 ପାଖାପାଖି ହୋଇଯିବ। ଛେରା ପ୍ରହରା ଓ ଅନ୍ୟ ନୀତିକାନ୍ତି ହେବା ସହ ଅପରାହ୍ନ ପ୍ରାୟ 5ଟା ବେଳକୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଏହାପରେ ସେଦିନ ଅର୍ଥାତ୍ ରବିବାର ସୂର୍ଯ୍ୟ ଅସ୍ତ ପରେ ବଡ଼ଦାଣ୍ଡରେ ଅଟକିବ ତିନି ରଥ। ତା ପରଦିନ ଅର୍ଥାତ୍ ସୋମବାର ପୁଣି ଅବକାଶ ନୀତି ଓ ଅନ୍ୟାନ୍ୟ ନୀତିକାନ୍ତି ପରେ ପୁଣି ମାଉସୀ ଗୁଣ୍ଡିଚା ମା ଅଭିମୁଖେ ଗଡ଼ିବ ତିନି ଠାକୁରଙ୍କ ରଥ।